ଗାଜାରେ ଖାଦ୍ୟ ନାହିଁ। ଅନାହାରରେ ଲୋକଙ୍କର ହାଡ଼ କଙ୍କାଳ ଦିଶିଲାଣି। ଶିଶୁମାନଙ୍କର ଅବସ୍ଥା ସାଂଘାତିକ ହୋଇଗଲାଣି। ଅପପୁଷ୍ଟିର ଶିକାର ହେଉଛନ୍ତି ଗାଜାର ଶିଶୁ। ରିପୋର୍ଟ ଅନୁସାରେ ପ୍ରାୟତଃ 20,000 ଶିଶୁ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିସହିତ 111 ଜଣଙ୍କ କେବଳ ଖାଦ୍ୟ ଅଭାବ ଯୋଗୁଁ ମୃତ୍ୟୁ ଘଟିଛି। ଗାଜାରେ ଦୁର୍ଭିକ୍ଷର ଆଶଙ୍କା ବଢ଼ୁଥିବା ବେଳେ ଇସ୍ରାଏଲ ଏକ ପ୍ରଭାବପ୍ରବଣ ପଦକ୍ଷେପ ନେଉଛି। ହମାସ ଦ୍ୱାରା ବନ୍ଦୀ ଥିବା ଜଣେ ଇସ୍ରାଏଲ ନାଗରିକଙ୍କର ଶୀର୍ଣ୍ଣ ଏବଂ ଦୁର୍ବଳ ଶରୀରର ଫଟୋ ଜାରି କରି ଇସ୍ରାଏଲ କହିଛି ଯେ ଏହା ହିଁ ଗାଜାର ଅସଲ ଭୋକମରା। ଏହି ଘଟଣା ଏକ ନୂଆ ବିତର୍କ ସୃଷ୍ଟି କରିଛି, ଯେଉଁଠି ଗୋଟିଏ ପଟେ ଗାଜାରେ ମାନବୀୟ ସଙ୍କଟ ଏବଂ ଅନ୍ୟପଟେ ଇସ୍ରାଏଲର ବନ୍ଧକଙ୍କର ଦୁର୍ଦ୍ଦଶା ରହିଛି। ଅନ୍ୟପଟେ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଗାଜାରେ ଏକ ଭୟଙ୍କର ମାନବୀୟ ସଙ୍କଟ ନେଇ ଚେତାବନୀ ଦେଇଛନ୍ତି। ଦୁର୍ଭିକ୍ଷର ଆଶଙ୍କା ମିଳିତ ଜାତିସଂଘ ଏବଂ ଅନ୍ୟ ସହାୟତା ସଂସ୍ଥାଗୁଡ଼ିକର ଏକ ସମୂହ ସ୍ପଷ୍ଟ କରିଛି ଯେ ଗାଜାରେ ଦୁର୍ଭିକ୍ଷର ସବୁଠାରୁ ଖରାପ ସ୍ଥିତି ବର୍ତ୍ତମାନ ଦେଖାଯାଉଛି। ଅନାହାର ମୃତ୍ୟୁ ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଅନାହାର କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି, ଯେଉଁମାନଙ୍କ ମଧ୍ୟରେ 93 ଜଣ ଶିଶୁ ଅଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।